ଗୋଟେ ଆଦର୍ଶ ତାଙ୍କ ଆଦର୍ଶକୁ ଯଦି ଅନୁପ୍ରାଣିତ କରିକିରି ଆପଣ ଚଲେଇ ପାରିବେ ତେବେ ହିଁ ଲିଗେସିର ହକଦାର ହେବେ ଏବଂ ସେ ଲିଗେସିର ମୁଁ ଭାବୁଛି ହକଦାର ଏଇଟା ଓଡିଶାବାସୀ କହିବେ କି ନବୀନ ବାବୁ ହିଁ ସେ ଲିଗେସିର ହକଦାର। ଆଜି ପ୍ରବାଦ ପୁରୁଷ ଦିବସ ହିସାବରେ ଆମେ ଆଜି ପାଳନ କଲୁ, ବହୁତ ଭବ୍ୟ ଭାବରେ ପାଳନ କଲୁ। ସମସ୍ତେ ସୋ ମୋଟ ହିଁ ବିଜୁ ବାବୁଙ୍କ ପ୍ରତି ଯୋଉ ପ୍ରେମ ଅଛି, ଯୋଉ ଭଲ ପାଇବା ଅଛି, ସୋ ମୋଟ ହିଁ ଏଠି ଆସିଛନ୍ତି ଏବଂ ମୁଁ ବି କବି ସୂର୍ଯ୍ୟନଗର ଯାଇଥିଲି, ସେଇଠି ଆମେ ପୁଷ୍ପମାଲ୍ୟ ଅର୍ପଣ କଲୁ, ହସ୍ପିଟାଲ ଯାଇଥିଲୁ, ଫଳ ବଣ୍ଟନ କଲୁ, ପୁଣି ଏଇଠି ଆସିକିରି କାର୍ଯ୍ୟକ୍ରମ କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପ୍ରାୟ ଦିଟା କାର୍ଯ୍ୟକ୍ରମ ଆଜି ସରିଲାଣି, ଗୋଟେ କବି ସୂର୍ଯ୍ୟନଗରଠି ଆଉ ଗୋଟେ କୋଦଳାଟେ ଆଲୋଚନା ଚକ୍ର ଆମର ଥିଲା। ଏବେ ମୁଁ ହିଞ୍ଜିଳି ଟିକେ ଯିବି, ହିଞ୍ଜିଳି 4ଟା ବେଳେ ପ୍ରୋଗ୍ରାମ ଅଛି, ସେଇଠି ବି ବହୁତ ଭବ୍ୟ ଭାବରେ ପାଳନ ହବ। ଦେଖନ୍ତୁ ବିଜୁ ବାବୁ ଗୋଟେ ନାଁ ନୁହଁ, ବିଜୁ ବାବୁ ହଉଛନ୍ତି ସେ ସାହସର ପ୍ରତୀକ, ସେ ଓଡିଆ ପାଇଁ ଭଲ ପାଇବାର ପ୍ରତୀକ, ସେ ପାୱାର ଲୋଭି ନଥାଇକି ବି ଲୋକଙ୍କ ପାଇଁ ସବୁବେଳେ ଛିଡା ହେଇଛନ୍ତି। ବହୁତ ଥର ସେ ବିନା ପାୱାରରେ ବି ରହିଛନ୍ତି କିନ୍ତୁ ଲୋକଙ୍କୁ କେବେ ଭୁଲି ନାହାନ୍ତି, ସେଇଟା ହଉଛି ବିଜୁ ବାବୁ। ଏବଂ ସେ ସବୁ ଚିନ୍ତାଧାରା ଦେଇକିରି ଯିଏ କରିପାରିବ ଜିନିଷ ସିଏ ହିଁ ବିଜୁ ଲେଗେସିର ହକଦାର ହବ। ଏବଂ ମୁଁ ଭାବୁଛି ସେ ଚିନ୍ତାଧାରା ଦେଇକି ସବୁବେଳେ 25 ବର୍ଷ ଟୁ 30 ବର୍ଷ ହେଲା ନବୀନ ବାବୁ ତାଙ୍କର ଯାହା ଡ୍ରିମ୍ସ ରହିଛି ବିଜୁ ବାବୁଙ୍କର ସବୁ ଫୁଲଫିଲ କରି ଆସିଛନ୍ତି। ସେ ବିଜୁ ବାବୁ ସବୁବେଳେ ଚାହୁଁଥିଲେ ମହିଳା ମାନେ କେମିତି ଆଗ ଧାଡିରେ ଚାଲିବେ, ପୁରୁଷ ସାଙ୍ଗରେ କାନ୍ଧ କାନ୍ଧ ମିଳେଇକି ଚାଲିବେ, women should lead from front ସେ କହୁଥିଲେ ବିଜୁ ବାବୁ ସବୁବେଳେ। ସେଥିପାଇଁ ସେ ସବୁ ଚିନ୍ତାଧାରାକୁ ଦେଇକି ନବୀନ ବାବୁ ଯୋଉ ବି ସ୍କିମ୍ସ ଆଣିଛନ୍ତି ଆପଣ କୁହନ୍ତୁ, ପଞ୍ଚାୟତ ଲେଭେଲରେ ତାଙ୍କୁ ସଂରକ୍ଷଣ ଦେଇଛନ୍ତି ପ୍ରତିନିଧି ମାନଙ୍କୁ, ଟିକେଟ ଡିଷ୍ଟ୍ରିବ୍ୟୁସନ ମୁଁ କହିବି ମୁଁ ଆସ୍କା ସଂସଦୀୟ କ୍ଷେତ୍ରର ଏମପି କ୍ୟାଣ୍ଡିଡେଟ ହିସାବରେ 2024ରେ ଛିଡା ହେଇଥିଲି। 2024 33% ମହିଳାଙ୍କୁ ସେ ଟିକେଟ ଦେଇଥିଲେ ଲୋକସଭା କ୍ଷେତ୍ରରେ। ସେଥିପାଇଁ ବିଜୁ ବାବୁ ହଉଛନ୍ତି ଗୋଟେ ଆଦର୍ଶ, ତାଙ୍କ ଆଦର୍ଶକୁ ଯଦି ଅନୁପ୍ରାଣିତ କରିକିରି ଆପଣ ଚଲେଇ ପାରିବେ ତେବେ ହିଁ ଲିଗେସିର ହକଦାର ହେବେ ଏବଂ ସେ ଲିଗେସିର ମୁଁ ଭାବୁଛି ହକଦାର ଏଇଟା ଓଡିଶାବାସୀ କହିବେ କି ନବୀନ ବାବୁ ହିଁ ସେ ଲିଗେସିର ହକଦାର। ଦିବସ ଓଡିଶା ପାଇଁ ଗୋଟେ ମହାନ ଦିବସ ଆଉ ସବୁଦିନ ପାଇଁ ମନେ ରଖିବା ଦିବସ। ଆମର ବିଜୁ ବାବୁଙ୍କ 29ତମ ତିରୋଧାନ ଦିବସ, ତାକୁ ଆମେ ପ୍ରବାଦ ପୁରୁଷ ଦିବସ ଭାବେ ପାଳନ କଲୁ। ସେଇଥିରେ ଦେଖିଲେ ଆପଣ ମାନେ ହଜାର ହଜାର ମା ଭଉଣୀ ଲୋକ ସମସ୍ତେ ଆସିଲେ, ତାକୁ ନେଇକି ବିଜୁ ଜନତା ଦଳ ସବୁବେଳେ ପ୍ରୟାସରେ ଅଛି। ଆପଣ ମାନେ ଜାଣନ୍ତି 2000 ମସିହାରୁ ନବୀନ ବାବୁ ଆସିଲା ପରେ ସେ ଆପଣ ଜାଣିଛନ୍ତି ଯେ ସେ କେବଳ ବିଜୁ ବାବୁଙ୍କ ନୀତି ଆଉ ଆଦର୍ଶ ଆଉ ସ୍ୱପ୍ନ ଆକୁ ନେଇ ସେ ବଞ୍ଚିଛନ୍ତି ଆଉ ଓଡିଶାକୁ ସେଇ ହିସାବରେ ଚଲାଉଛନ୍ତି। ଆମକୁ ସେୟା ହିଁ ଶିଖେଇଛନ୍ତି ଆଉ ସେୟା ହିଁ ଓଡିଶାରେ ଆଜି ଆପଣ ଜାଣନ୍ତି ଅଗଣିତ ମା ଭଉଣୀ 4.5 କୋଟି ଲୋକ ସମସ୍ତେ ଭଲ ପାଉଛନ୍ତି ନବୀନ ବାବୁଙ୍କୁ। କେବଳ ବିଜୁ ବାବୁଙ୍କର ଏଇ ଯୋଉ ସ୍ୱପ୍ନ ସେଇଟାକୁ ନେଇ ସେ ଆଗକୁ ଯାଇ ଆଜି ଏତିକି ବାଟ ଯାଇପାରିଛନ୍ତି, ଏତିକି ସ୍ନେହ ଶ୍ରଦ୍ଧାର ପାତ୍ର ହେଇପାରିଛନ୍ତି।